ପିଇଲେ ଶୋଷ ମେଣ୍ଟିଯାଏ, କିନ୍ତୁ ଏଇ ପାଣି ତୁମେ ପିଇକି ଥକିଯିବ, 10 ଲିଟର ପିଇ ଥକିଯିବ କିନ୍ତୁ ଶୋଷ ମେଣ୍ଟିବ। ପାଣି ଆସିବ ଏତିକି ବଡ଼ କ୍ୟାନ୍ଟା, 10 ଲିଟର କ୍ୟାନ୍ଟା। ଆଉ 10 ଲିଟରକୁ ପ୍ରାଇସ୍ କେତେ ଟଙ୍କା ସେଟା ମୁଁ ଭିଡ଼ିଓ ଲାଷ୍ଟରେ କହିବି। ଭିଡ଼ିଓ ଦେଖେଗା। ଗାଇସ୍ ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ ସମସ୍ତଙ୍କୁ। କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆଜି ବହୁତ ଲେଟ୍ ହେଲା ଉଠୁ। ଆଜି ହେଉଛି ସଣ୍ଡେ, ଛୁଟି ଦିନଟା, ସେଥିପାଇଁ ଲେଟ୍ରେ ଶୋଇଲି। ତ ଫାଷ୍ଟ ତ ଟିକେ ମୁହଁଟା ଧୋଇଦିଏ। ସକାଳୁ ସକାଳୁ ଉଠିଲା ପରେ ମାନେ ଆଉ ଥରେ ଶୋଇଯିବାକୁ ଇଚ୍ଛା ହୁଏ, ମାନେ ଏତିକି ନିଦ ଆସେ। ଭାବିଥିଲି ଆଉ ଥରେ ଶୋଇଯିବି, କିନ୍ତୁ ଟାଇମ୍ଟା ଦେଖିଲାବେଳକୁ 8ଟା ବାଜୁଛି, କାହିଁକିନା ମୋତେ ରୋଷେଇ ଫୋଷେଇ କରିବାର ଅଛି। ଆଉ ଏବେ ଯଦି ଶୋଇଯିବି 8ଟା ବେଳେ, ପୁଣି ଉଠିଲେ ଖରା ହେଇଯିବ, ରୁମ୍ଟା ପୁଣି ଭାବିବ ଯେଉଁ ଗରମ କରୁଛି। ତେଣୁକରି ମୋତେ ଉଠିବା ପାଇଁ ପଡ଼ିଲା। ଆଉ ପୁଣି ଥରେ ମୋ ଚ୍ୟାନେଲ୍ ଆପଣମାନଙ୍କୁ ସ୍ୱାଗତ। ମାନେ ବି ଚ୍ୟାନେଲ୍ ନୂଆ ଅଛନ୍ତି ସେମାନେ ପ୍ଲିଜ୍ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦେବେ, ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ସେୟାର ମଧ୍ୟ କରିଦେବେ। ତ ଯେତିକି ପାଣି ଥିଲା ସେ ପାଣି ସବୁ ଭାତ ବସାଇଦେଲି, ଆଉ ପାଣି ଟୋଟାଲ୍ ନାହିଁ। ମୋତେ ଏବେ ଗୋଟେ ପାଣି ଆଣିବାକୁ ପଡ଼ିବ କିଣିକି। ତ ଆପଣମାନଙ୍କୁ ମୁଁ ଦେଖେ ଏଇ ଏରିଆରେ କ'ଣ କହିଲେ ପାଣିର ଏତେ ଅସୁବିଧା, ମାନେ ଭାବିଲେ ଚିନ୍ତା ଲାଗିଯାଉଛି। ଯେତିକି ବି ପାଣି ଅଛି ରୁମ୍ରେ, ଯେତିକି ବି ପାଣି ବାହାରୁଛି ମାନେ ଗାଧୋଇ ପାଇଁ କି ୟୁଜ୍ କରିବା ପାଇଁ ପାଣି, ସେ ବି ଲୁଣିଆ ପାଣି, ପୁରା ଲୁଣ, ସମୁଦ୍ର ଲୁଣ ପାଣି ଯେମିତି ସେମିତି। ମାନେ ଏଇ ଏରିଆରେ ହିଁ ବୋଧେ ପାଣିର ବହୁତ ଅଭାବ। ଆଉ ଯେଉଁଠି ଏବେ କିଣିକି ଆଣିବି ସିଏ ଗୋଟେ କେଉଁଠୁ ଫିଲ୍ଟର କରିକି ଆଣୁଛନ୍ତି, ଆଉ ଏଠି ଆଣିକି ବିକୁଛନ୍ତି। ତ ଗୋଟେ କେନ୍ ଅଛି, ଡବା ଅଛି, ସେ ଡବା ମୁଁ ଆପଣଙ୍କୁ ଦେଖାଉଛି କେତେ ଟଙ୍କା ନେଉଛି, କେଉଁଠୁ ମୁଁ ଯାଇକି ଆଣୁଛି, ମୁଁ ସେଟା ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖେଇବି। ପାଣିର କିନ୍ତୁ ବହୁତ ଅଭାବ ଏଇ ଦେଶରେ। କ'ଣ ପାଇଁ ମୁଁ ଜାଣିପାରୁନି ପାଣିର ଏତେ ଅଭାବ। ମାନେ ଲୋକ ତ, ମୁଁ ତ ଅଛି ଏଠି ଯେଉଁ ଘରେ ମୁଁ ରହୁଛି, ସେଠି ବୋରିଂ କରିଛନ୍ତି, ତ ପାଣିର କିଛି ଏତେ ଗାଧୁଆଗାଧି ଧୁଆଧୁଇ ପାଇଁ ଏତେ ଅସୁବିଧା ହେଉନି। ବାହାରେ ଯେଉଁ ଆଉ କିଛି କିଛି ଏରିଆ ଅଛି, ଘର ଅଛି, ଯେଉଁଟାକି ମାନେ କରିନାହାନ୍ତି, ଗଭର୍ଣ୍ଣମେଣ୍ଟ ତାଙ୍କ ସାପ୍ଲାଇ ଦେଉଛି, ସେ ଗଭର୍ଣ୍ଣମେଣ୍ଟ ସାପ୍ଲାଇ ଲାଇନ୍ରେ ଜଗିକି ରହୁଛନ୍ତି, ଗଭର୍ଣ୍ଣମେଣ୍ଟ ପାଣି ଆସୁଛି, ତେବେ ଯାଇକି ସେଠି ପାଣି ନେଉଛନ୍ତି। ଆଉ ଗାଧୁଆଗାଧି ପାଇଁ ହେଉଛି ସେ ଗଡ଼ିଆ ଯାଉଛନ୍ତି, ସେଇଠି ଅପରିଷ୍କାର। ନୂଆ ନୂଆ ଯେତେବେଳେ ମୁଁ ଏଇ ଏରିଆକୁ ଆସିଥିଲି, ସେତେବେଳେ ବି ମାନେ ସେଇ ଗଡ଼ିଆରେ ମୁଁ ବି ଗାଧେଇଥିଲି। ମାନେ ସେଇଠି ବ୍ରସ୍, ସେଇଠି ସବୁ, ସେଇଠି ମାନେ ପୁରା ପାଣି ଧରିବ, ପୁରା କେଚରା ଉଠୁଥିବ, ସେଇଠି ବି ଲୋକ ଗାଧଉଛନ୍ତି। ତ ସେଇ ଜାଗାକୁ ମୁଁ କେବେ ଗୋଟେ ଯଦି ଗଲି, ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ସେ ଜାଗା ମୁଁ ଦେଖେଇବି ନିହାତି। ତ ଏବେ ମୁଁ ଯାଏ, ପାଣି ଯେହେତୁ ନାହିଁ, ଜଳ ହିଁ ଜୀବନ, ଜଳ ନ ପିଇଲେ, ଯଦି ଖରା ଯେମିତି ଦେଉଛି ଦିନ ସାରା ଅବସ୍ଥା ଖରାପ ହେଇଯିବ। ତ ମୁଁ ଆଗ ଯାଇକି ପାଣିଟା ନେଇ ଆସେ। ଭାତ ତାର ଅଲରେଡ଼ି ମୁଁ ବସେଇ ଦେଇଛି, ତ ପାଣି ଆଣତେ ଆଣତେ ଭାତ ବି କିଛି ହେଇଯାଇଥିବ। ତ ଭିଡ଼ିଓ ଯେଉଁଟାରେ ପାଣି ଆସିବ ଏତିକି ବଡ଼ କ୍ୟାନ୍ଟା, 10 ଲିଟର କ୍ୟାନ୍ଟା, ମାନେ 10 ଲିଟର ପାଣି ଅଣ୍ଟିବ। ତ ଯାଇକି ତାଙ୍କ କ୍ୟାନ୍ରୁ ଏଇ କ୍ୟାନ୍କୁ ପାଣି ଢାଳିକି ପାଣି ଆଣିବା ପାଇଁ ପଡ଼ିବ। ଆଉ 10 ଲିଟରକୁ ପ୍ରାଇସ୍ କେତେ ଟଙ୍କା ସେଟା ମୁଁ ଭିଡ଼ିଓ ଲାଷ୍ଟରେ କହିବି। ଭିଡ଼ିଓକୁ କଣ୍ଟିନ୍ୟୁ ରଖିଥାନ୍ତୁ। ମାନେ ଭାବିଲେ ମୋତେ ଚିନ୍ତା ଲାଗୁଛି, କ'ଣ ଆଉ କହିବି। ଦେଖୁଥିବେ ତ ସେ କ୍ୟାନ୍ଟା ଦେଖିଲେ, 10 ଲିଟର କ୍ୟାନ୍ଟା, ସେଇଟା କେତେ ଦିନ ଯିବ? ମୁଁ ଏକା ଅଛି ଏବେ, 2 ଦିନ। ଯଦି ଆମେ 4-5 ଜଣ ରହିଲୁ, ରୁମ୍ ସେୟାର କରି ଯେତିକି ଅଛନ୍ତି, ଆମେ ଯଦି ରହୁଛୁ, ଆଉ ବାକିମାନେ ବି ରହୁଛନ୍ତି, ତାହେଲେ କେତେ ଟଙ୍କା ଯାଉଥିବ ଭାବି ପାରୁଥିବେ। ପାଣି କିଣି କିଣି ତମର ଅଧା ସାଲାରୀ ଚାଲିଯିବ, ଅଧା ଇନକମ୍ ଯେତିକି କରୁଛ ଅଧା ଚାଲିଯିବ ପାଣି କିଣିକି। ପୁଣି ତ ରୁମ୍ ରେଣ୍ଟ ରହିଛି, ପୁଣି ଖାଇବା ଖର୍ଚ୍ଚ ରହିଛି। ବେଶୀ ପାଣିଟା ବହୁତ, ଛାଡ଼, ନ କହିବାଟା ହିଁ ଭଲ। ଯାଇକି ମୁଁ ପାଣିଟା ନେଇ ଆସେ। ଦେଖେगा, शादी मत करो। शादी नहीं करेगा। हाँ, लड़का लोग कैसे भी काम करना चाहिए यार, कैसे बच्चा निकलेगा। ଆପଣମାନେ ଦେଖିଲେ ପାଣି ଗୋଟେ କ୍ୟାନ୍ରୁ ଆଉ ଗୋଟେ କ୍ୟାନ୍କୁ ଦେଉଛି, ଯେଉଁଟାକି ମୋ ଡବାଟା ଯେଉଁଟା ନେଇକି ଯାଇଥିଲି ସେ ତାଙ୍କ ଡବାରୁ ଦେଉଛି। ଆଉ ବୋହିକି ଆଣିଲା ବେଳକୁ କାନ୍ଧରେ ଦେଖୁଥିବେ ପାଣି ଅଛି, ବୋହିକି ଆଣିଛି। ଯେତିକି ବାଟ ପାଖ ଅଛି, କିନ୍ତୁ ଭାଗ୍ୟ ଭଲ ଦୋକାନଦାର ମୋ ରୁମ୍ ପାଖରେ ଅଛି, ନହେଲେ ମୋତେ ଦୂରରୁ ବି ବୋହିକି ଆଣିବା ପାଇଁ ପଡ଼ିଥାନ୍ତା। ଆଉ କେମିତି କ'ଣ ପାଣି ସେ ଦେଲେ ଆପଣମାନେ ଦେଖିଲେ, କେମିତି ଢାଳୁଛନ୍ତି। ଆଉ କ'ଣ କହିବି, ପାଣିର ଏତିକି ଅଭାବ ଭିତରେ ବି ଏଠି ଅଛୁ, କାହିଁକିନା ରହିବା ପାଇଁ ବାଧ୍ୟ। ଆଉ ନହେଲେ ଆମେ ଇନକମ୍ କେଉଁଠି କରିବୁ, କ'ଣ କେମିତି କରିବୁ। ଆଉ ଏମିତି ଜାଗାରେ ଗୋଟେ ମୋ ଜବ୍ ପଡ଼ିଗଲା, ଏମିତି ଜାଗାରେ ମୋ ଗୋଟେ କାମ ପଡ଼ିଗଲା, ମାନେ ବାଧ୍ୟ। ତ ହସ ଲାଗୁଛି ଏଥିପାଇଁ କି, ମାନେ ଆମେ ଯେଉଁ ଓଡ଼ିଶାରେ ରହୁ, ଯେତେବେଳେ ପାଣିର ଆମେ ଚିନ୍ତା କରୁନି, ଗାଧେଇବାର ହଉ କି ପିଇବାର ହଉ, ମାନେ ଓଡ଼ିଶାରେ ସବୁଠୁ ବେଷ୍ଟ ଲାଇଫ୍ ହେଉଛି, ବଞ୍ଚିବାର ଅଛି ହେଲେ ଓଡ଼ିଶା। ପାଣିର ବି ଅଭାବ ନାହିଁ, ଆଉ ସେ ପାଣିର ସ୍ୱାଦ ଅଛି, ମାନେ ଭଲ ଲାଗେ। ସେ ପିଇଲେ ଶୋଷ ମେଣ୍ଟିଯାଏ, କିନ୍ତୁ ଏଇ ପାଣି ତୁମେ ପିଇକି ଥକିଯିବ, 10 ଲିଟର ପିଇ ଥକିଯିବ, କିନ୍ତୁ ଶୋଷ ମେଣ୍ଟିବନି, କିଛି ଜାଣିପାରିବନି। ବାସ୍ ଫିଲ୍ଟର ହେଇକି ଆସୁଛି ପାଣି, ବୋଲି ପାଣି। ଆଉ ତ କ'ଣ ଆଉ କରିବା, ଅଭାବରେ ବଞ୍ଚିବା ପାଇଁ ପଡ଼ୁଛି।
ଆଉ ପାଣି ନେଇକି ପଳେଇ ଆସିଲି ତାପରେ ଦେଖୁଛି ପରିବା କିଛି ନାହିଁ ତ ମୋତେ ଯାଇକି ପୁଣି ପରିବା କିଛି ଆଣିବା ପାଇଁ ପଡ଼ିବ ସଉଦା ବି କିଛି ନାହିଁ ସଉଦା କିଛି ଆଣିବା ପାଇଁ ପଡ଼ିବ ମାର୍କେଟ ଯାଇକି ପରିବା ଫରିବା ଆଣି ସାରିକି କାମ ସାରି ଗାଧୋଇ ଗୁଧା ସାରିଲିଣି ଆଉ ଭିଡ଼ିଓଟାକୁ ମୁଁ ଏଇଠି ଏଣ୍ଡ କରିବି ମୁଁ ଯେଉଁ ପାଣି କିଣିକି ଆଣିଥିଲି ସେ ପାଣିର ରେଟ୍ ହେଲା 30 ଟଙ୍କା 10 ଲିଟରକୁ 30 ଟଙ୍କା ଆଉ ଯେତିକି ନେଇପାରିବେ ସେଇ ହିସାବରେ ମାନେ 1 ଲିଟରକୁ ତାହେଲେ କେତେ ପଡ଼ିଲା କମେଣ୍ଟରେ ଜଣାଇବେ 10 ଲିଟରକୁ 30 ଟଙ୍କା ତ ଚାଲନ୍ତୁ ଭିଡ଼ିଓଟା ମୁଁ ଏଇଠି ଏଣ୍ଡ କରୁଛି ଭିଡ଼ିଓ ଯଦି ଭଲ ଲାଗିଛି ଲାଇକ୍ ସେୟାର କମେଣ୍ଟ ନିହାତି କରିବେ ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ପୁଣି ଦେଖା ହେବ ଗୋଟେ ନୂଆ ବ୍ଲଗ୍ରେ ନୂଆ ଭିଡ଼ିଓ ସହିତ ସେଥିପାଇଁ ବାଏ ବାଏ ଟାଟା ଜୟ ଜଗନ୍ନାଥ ଜୁହାର। Yeah.